ଏହି ବିଷୟଟି ଜାଣିଛନ୍ତି ତ ଭୌଗୋଳିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ନଦୀଗୁଡ଼ିକ କେବଳ ପାଣିର ସ୍ରୋତ ନୁହନ୍ତି, ସେଗୁଡ଼ିକ ପ୍ରକୃତିରେ ପୃଥିବୀର ଇତିହାସକାର। ଇତିହାସକାର ମାନେ ସେମାନେ ଇତିହାସ ଲେଖନ୍ତି? ହଁ, ଲେଖନ୍ତି ନା। ଗୋଟିଏ ନଦୀର ଗତିପଥ ଦେଖି ଆମେ ସହଜରେ କହିପାରିବା ଯେ ଲକ୍ଷ ଲକ୍ଷ ବର୍ଷ ଧରି ସେହି ଅଞ୍ଚଳର ଭୂମି କେମିତି ପରିବର୍ତ୍ତିତ ହୋଇଛି। ଯେତେବେଳେ ଆମେ ଡ୍ରେନେଜ ସିଷ୍ଟମ ବିଷୟରେ କଥା ହେଉ, ଆମକୁ ପ୍ରଥମେ ଏଇଟା ବୁଝିବାକୁ ହବ ଯେ ପାଣି କେମିତି ଆଗକୁ ବଢ଼େ ଆଉ ନିଜ ରାସ୍ତା ନିଜେ କେମିତି ତିଆରି କରେ। କିମ୍ବା ବେଳେବେଳେ ପୂର୍ବରୁ ଥିବା ରାସ୍ତାକୁ ବି ଅନୁସରଣ କରେ। ଏକଦମ ସଠିକ୍। ତାହେଲେ ଆସନ୍ତୁ ଆଜିର ଏହି ଆଲୋଚନାକୁ ପୁରା ମୂଳରୁ ଆରମ୍ଭ କରିବା। ଡ୍ରେନେଜ ଶବ୍ଦଟି ଶୁଣିଲେ ସାଧାରଣତଃ ଆମ ମନକୁ ରାସ୍ତାକଡ଼ର ଡ୍ରେନ୍ ବା ପାଇପ୍ କଥା ଆସେ। କିନ୍ତୁ ଭୂଗୋଳରେ ଏହି ଡ୍ରେନେଜ ବେସିନ୍ର ଅର୍ଥ ବୋଧହୁଏ ବହୁତ ବ୍ୟାପକ। ପ୍ରକୃତରେ ଏହି ଡ୍ରେନେଜ ବେସିନ୍ ଆଉ କ୍ୟାଚମେଣ୍ଟ ଏରିଆ ଭିତରେ ମୂଳ କଥାଟି କ'ଣ? ଏଟା କାମ କେମିତି କରେ? ଯଦି ଆମେ ଏହାକୁ ଗୋଟିଏ ସାଧାରଣ ଫନେଲ୍ ବା କହାଳି ସହିତ ତୁଳନା କରିବା। ଆଚ୍ଛା, ଫନେଲ୍ ମାନେ ଆମେ ଯେମିତି ବୋତଲରେ ତେଲ ଢାଳୁ। ହଁ, ସେଇ ଫନେଲ୍ କଥା ମୁଁ କହୁଛି। ଦେଖନ୍ତୁ, ଆମେ ଯେତେବେଳେ ତେଲ ବା ପାଣି ଢାଳୁ, ଫନେଲ୍ର ଉପର ଭାଗଟି ବହୁତ ଓସାରିଆ ଥାଏ, କିନ୍ତୁ ତାହା ଚାରିଆଡ଼ୁ ପାଣିକୁ ସଂଗ୍ରହ କରି ତଳେ ଥିବା ଗୋଟିଏ ଛୋଟ ପାଇପ୍ ଦେଇ ବାହାର କରିଦିଏ। ହଁ, ସେଇଟା ତ ସାଧାରଣ କଥା। ବାସ୍, ଭୂଗୋଳରେ କ୍ୟାଚମେଣ୍ଟ ଏରିଆ ଠିକ୍ ସେହିପରି ହିଁ କାମ କରେ। ଏକ ନିର୍ଦ୍ଦିଷ୍ଟ ବୃହତ୍ ଅଞ୍ଚଳରେ ପଡ଼ୁଥିବା ସମସ୍ତ ବର୍ଷା ଜଳ ହେଉ କିମ୍ବା ବରଫ ତରଳି ସୃଷ୍ଟି ହେଉଥିବା ଝରଣା ଆଉ ଛୋଟ ଛୋଟ ଉପନଦୀ, ଯାହାକୁ ଆମେ ଟ୍ରିବ୍ୟୁଟାରିଜ୍ କହୁ। ଆଚ୍ଛା, ସେସବୁର ପାଣି ଆସି ଗୋଟିଏ ମୁଖ୍ୟ ନଦୀରେ ମିଶେ। ଏକଦମ। ଆଉ ଏହି ସମ୍ପୂର୍ଣ୍ଣ ଓସାରିଆ ଅଞ୍ଚଳ ଯେଉଁଠୁ ପାଣି ସଂଗୃହୀତ ହୁଏ ନା, ତାକୁ ହିଁ କ୍ୟାଚମେଣ୍ଟ ଏରିଆ କୁହାଯାଏ। ଆଉ ଯେଉଁ ନେଟୱାର୍କ ମାଧ୍ୟମରେ ସେହି ପାଣି ଗୋଟିଏ ମୁଖ୍ୟ ନଦୀ ଦେଇ ନିଷ୍କାସିତ ହୁଏ, ତାକୁ ସାମଗ୍ରିକ ଭାବେ ଡ୍ରେନେଜ ବେସିନ୍ କୁହାଯାଏ। ଓହୋ, ବୁଝିଗଲି। ମାନେ ଏହା ହେଉଛି ପ୍ରକୃତିର ନିଜସ୍ୱ ଏକ ୱାଟର ମ୍ୟାନେଜମେଣ୍ଟ ସିଷ୍ଟମ। କିନ୍ତୁ ଏଠି ମୋର ଗୋଟେ ପ୍ରଶ୍ନ ଥିଲା, ସବୁ ନଦୀ କ'ଣ ଏହିପରି ସହଜରେ ଢାଳୁଆଡ଼କୁ ବହିଯାନ୍ତି କି? ନା, ସବୁବେଳେ ସେମିତି ହୁଏନି। କାହିଁକି ଏମିତି ପଚାରୁଛନ୍ତି? କାରଣ ଆମେ ଜାଣୁ ଯେ ଭୂମି ସବୁବେଳେ ସମାନ ନଥାଏ। ବେଳେବେଳେ ନଦୀ ରାସ୍ତାରେ ନୂଆ ପାହାଡ଼ ହଠାତ୍ ଠିଆ ହୋଇଯାଏ। ଆଉ ମୁଁ ପଢ଼ୁଥିଲି ଯେ ନଦୀଗୁଡ଼ିକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଏ। ଗୋଟେ ହେଲା ଡିସ୍କର୍ଡେଣ୍ଟ ବା ଅସଙ୍ଗତ, ଆଉ ଅନ୍ୟଟି ହେଲା କନକର୍ଡେଣ୍ଟ ବା ସଙ୍ଗତ। ହଁ, ଏଇଟା ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ବିଭାଜନ। ମତେ ନା ଏହି ଡିସ୍କର୍ଡେଣ୍ଟ ଡ୍ରେନେଜ ପ୍ୟାଟର୍ନ, ବିଶେଷ କରି ସେଥିରେ ଥିବା ଆଣ୍ଟିସିଡେଣ୍ଟ ନଦୀଗୁଡ଼ିକର କଥା ବହୁତ ଆଶ୍ଚର୍ଯ୍ୟ କରେ। ଯେପରିକି ଆମର ସିନ୍ଧୁ ବା ଇଣ୍ଡସ୍, ସତଲେଜ ଆଉ ବ୍ରହ୍ମପୁତ୍ର। ମାନେ ଏମାନେ କ'ଣ ଏକ ପ୍ରକାର ଜିଦ୍ଦିଆ କଳାକାର ଭଳି? ଜିଦ୍ଦିଆ କଳାକାର, ବଢ଼ିଆ ଶବ୍ଦ ବ୍ୟବହାର କଲେ। ମାନେ ପାହାଡ଼ ଉଠିବା ସତ୍ତ୍ୱେ ବି ସେମାନେ ନିଜର ପୁରୁଣା ରାସ୍ତା ଛାଡ଼ନ୍ତି ନାହିଁ। ଏଟା କେମିତି ସମ୍ଭବ? ହଁ, ସେମାନେ ପ୍ରକୃତରେ ଜିଦ୍ଦିଆ। ଆଣ୍ଟିସିଡେଣ୍ଟ ଶବ୍ଦର ଅର୍ଥ ହିଁ ହେଉଛି ଯାହା ପୂର୍ବରୁ ଥିଲା। ଆମେ ଯେମିତି ପ୍ରଥମରୁ କହିଲେ, ହିମାଳୟ ସୃଷ୍ଟି ହେବା ପୂର୍ବରୁ ବି ଏହି ନଦୀଗୁଡ଼ିକୁ ସେଠାରେ ପ୍ରବାହିତ ହେଉଥିଲେ। ଆମକୁ ଏହାର ମେକାନିଜମ ବା କାମ କରିବାର ଶୈଳୀ ବୁଝିବାକୁ ପଡ଼ିବ। ଯେତେବେଳେ ଟେକ୍ଟୋନିକ୍ ପ୍ଲେଟ୍ସ ଧକ୍କା ହେଲା ଆଉ ହିମାଳୟ ସୃଷ୍ଟି ହେଲା, ସେହି ପାହାଡ଼ଗୁଡ଼ିକ ତ ରାତାରାତି ଉଠିଯାଇ ନଥିବେ? ଏକଦମ ଠିକ୍। ସେଗୁଡ଼ିକ ଲକ୍ଷ ଲକ୍ଷ ବର୍ଷ ଧରି ସେଣ୍ଟିମିଟର ହୋଇ ଉପରକୁ ଉଠୁଥିଲେ। ତାହେଲେ ନଦୀ କ'ଣ ସେଇ ପାହାଡ଼ ସାଙ୍ଗରେ ହାର ମାନି ନଥିଲା? ସେ ପାଣି ତ ଅନ୍ୟ ଆଡ଼କୁ ବୋହି ଯାଇପାରିଥାନ୍ତା। ବିଲକୁଲ ହାର ମାନି ନଥିଲା। ପାହାଡ଼ ଯେତିକି ବେଗରେ ଉପରକୁ ଉଠୁଥିଲା, ନଦୀଗୁଡ଼ିକର ଜଳସ୍ରୋତ ଠିକ୍ ସେତିକି ବେଗରେ ସେହି ପଥରକୁ କାଟୁଥିଲା। ଏହାକୁ ଭୂଗୋଳ ଭାଷାରେ ଭର୍ଟିକାଲ ଡାଉନକଟିଂ କୁହାଯାଏ। ଆଚ୍ଛା, ମାନେ ନଦୀଟା ଗୋଟେ କରତ ଭଳି କାମ କରୁଥିଲା। ହଁ, ଚିନ୍ତା କରନ୍ତୁ, ଗୋଟିଏ କରତ ଖଣ୍ଡେ କାଠକୁ କାଟୁଛି, ଆଉ କେହି ଜଣେ ସେହି କାଠକୁ ଧୀରେ ଧୀରେ ଉପରକୁ ଠେଲୁଛି। କରତ ନିଜ ଜାଗାରେ ଥାଇ ବି କାଠକୁ ଦୁଇ ଫାଳ କରିଦେବ। ଠିକ୍ ସେହିପରି ସିନ୍ଧୁ ଓ ବ୍ରହ୍ମପୁତ୍ର ନଦୀ ହିମାଳୟକୁ କାଟି ବିଶାଳ ଆଉ ଗଭୀର ଗଣ୍ଡ ବା ଗର୍ଜ ସୃଷ୍ଟି କରିଛନ୍ତି, ଆଉ ନିଜର ପୁରୁଣା ରାସ୍ତା ଆଜି ବି ବଜାୟ ରଖିଛନ୍ତି। ବାଃ, ଏହା ସତରେ ରୋମାଞ୍ଚକର। କିନ୍ତୁ ଅସଙ୍ଗତ ବା ଡିସ୍କର୍ଡେଣ୍ଟ ଶ୍ରେଣୀରେ ତ ଆଉ ଏକ ପ୍ରକାରର ନଦୀ ବି ଅଛନ୍ତି ନା, ସୁପରଇମ୍ପୋଜ୍ଡ ଡ୍ରେନେଜ। ସୁପରଇମ୍ପୋଜ୍ଡର ଅର୍ଥ ତ କିଛି ଜିନିଷ ଉପରେ ଆଉ କିଛି ଲଦି ଦେବା। ନଦୀ କ୍ଷେତ୍ରରେ ଏହାର ଅର୍ଥ କ'ଣ? ମାନେ ନଦୀ ଉପରେ କିଏ ପଥର ଲଦି ଦେଲା, ନା ପଥର ଉପରେ ନଦୀ ଲଦି ହୋଇଗଲା? ଏହାର ପ୍ରକ୍ରିୟା ଟିକେ ଭିନ୍ନ। ଏ କ୍ଷେତ୍ରରେ କ'ଣ ହୁଏ ନା, ନଦୀ ପ୍ରଥମେ ଏକ ନରମ ପଥର ବା ମାଟି ସ୍ତର ଉପରେ ବହିବା ଆରମ୍ଭ କରେ, ଆଉ ସେଠାରେ ନିଜର ଗୋଟିଏ ସ୍ଥାୟୀ ରାସ୍ତା ତିଆରି କରିଦିଏ। କିନ୍ତୁ ହଜାର ହଜାର ବର୍ଷର ପ୍ରବାହ ପରେ ସେହି ଉପର ନରମ ସ୍ତରଟି ଧୋଇ ହୋଇଯାଏ। ହଁ, ତାହା ସମ୍ପୂର୍ଣ୍ଣ ଧୋଇ ହୋଇଯାଏ
ଆଉ ତା ତଳେ ଥିବା ବହୁତ କଠିନ ପଥର ବା ବେସଲ ରକ୍ସର ସ୍ତର ପଦାକୁ ବାହାରି ଆସେ। ବର୍ତ୍ତମାନ ନଦୀଟି ସେହି କଠିନ ପଥରର ସଂରଚନା ସହିତ କୌଣସି ସମ୍ପର୍କ ନଥାଇ ମଧ୍ୟ ସେହି ଏକା ରାସ୍ତାରେ ବହିବାକୁ ବାଧ୍ୟ ହୁଏ, କାରଣ ସେ ପୂର୍ବରୁ ସେହି ଖାଲ ସୃଷ୍ଟି କରିସାରିଥାଏ। ଓହୋ, ମାନେ ଏବେ ଆଉ ତା ପାଖରେ ରାସ୍ତା ବଦଳାଇବାର ବିକଳ୍ପ ନଥାଏ। ଏକଦମ। ଆମର ରେୱା ମାଳଭୂମି ବା ରିୱା ପ୍ଲାଟୋରେ ବହୁଥିବା ଦାମୋଦର, ସୁବର୍ଣ୍ଣରେଖା ଆଉ ଚମ୍ବଲ ନଦୀ ହେଉଛନ୍ତି ଏହି ସୁପରଇମ୍ପୋଜ ପ୍ରଣାଳୀର ପ୍ରକୃଷ୍ଟ ଉଦାହରଣ। ସେମାନେ ତଳେର କଠିନ ପଥର ଉପରେ ଲଦି ହୋଇଯାଇଛନ୍ତି। ତାହେଲେ ଯଦି ଆମେ ଏବେ କନକର୍ଡାଣ୍ଟ ବା ସଙ୍ଗତ ନଦୀଗୁଡ଼ିକ କଥା କହିବା, ସେମାନେ ନିଶ୍ଚୟ ଏମାନଙ୍କର ସମ୍ପୂର୍ଣ୍ଣ ବିପରୀତ ହୋଇଥିବେ। ମୋତେ ଲାଗୁଛି ସେମାନେ ହେଉଛନ୍ତି ସେହି ଅଳସୁଆ ନଦୀ ଯେଉଁମାନେ ଆଦୌ କଷ୍ଟ କରିବାକୁ ଚାହାନ୍ତି ନାହିଁ। ଯୁଆଡ଼େ ଢାଲୁ ମିଳିଲା ବାସ୍ ସିଆଡ଼େ ବହିଗଲେ। ମୋ କଥା କ'ଣ ଠିକ୍? ଆମେ ସେମାନଙ୍କୁ ଅଳସୁଆ ନ କହି ଶାନ୍ତିପ୍ରିୟ ବି କହିପାରିବା। ସେଇଟା ଭଲ ଶବ୍ଦ। ଆପଣ ଯାହା କହିଲେ ତାହା ମୂଳତଃ ଠିକ୍। କନକର୍ଡେଣ୍ଟ ନଦୀଗୁଡ଼ିକ ସ୍ଥାନୀୟ ଭୂପୃଷ୍ଠର ଗଠନ ବା ଟୋପୋଗ୍ରାଫି ଏବଂ ଢାଳୁ ଉପରେ ସମ୍ପୂର୍ଣ୍ଣ ନିର୍ଭର କରନ୍ତି। ଏହା ଭିତରେ ବି ଦୁଇଟି ମୁଖ୍ୟ ବିଭାଗ ଅଛି। ପ୍ରଥମଟି ହେଉଛି କନସିକ୍ୱେଣ୍ଟ ନଦୀ, ଯେଉଁମାନେ ସାଧାରଣ ଢାଳୁ ଯେଉଁ ଦିଗରେ ଥାଏ ସେହି ଦିଗରେ ହିଁ ବହନ୍ତି। ଆମର ପେନିନସୁଲାର ଇଣ୍ଡିଆ ବା ପ୍ରାୟ ଦ୍ୱୀପୀୟ ଭାରତର ଅଧିକାଂଶ ନଦୀ, ଯେପରିକି ଗୋଦାବରୀ ଆଉ କୃଷ୍ଣା, ଏହି ଶ୍ରେଣୀର। ଆଉ ଦ୍ୱିତୀୟ ବିଭାଗଟି କ'ଣ? ଦ୍ୱିତୀୟଟି ହେଉଛି ସବସିକ୍ୱେଣ୍ଟ ନଦୀ, ମାନେ ଯେତେବେଳେ ମୁଖ୍ୟ ନଦୀ ନିଜର ରାସ୍ତା ତିଆରି କରିସାରେନା, ସେତେବେଳେ ପାଖ ଅଞ୍ଚଳର କିଛି ଉପନଦୀ ବାହାରନ୍ତି। ସେମାନେ ଭୂମିରେ ଥିବା କଠିନ ପଥରକୁ ଏଡ଼ାଇ କେବଳ ନରମ ପଥର ଦେଇ ନିଜ ରାସ୍ତା ଖୋଜନ୍ତି ଏବଂ ଆସି ମୁଖ୍ୟ ନଦୀକୁ ପ୍ରାୟ 90 ଡିଗ୍ରୀ ବା ରାଇଟ୍ ଆଙ୍ଗଲ୍ସରେ ଭେଟନ୍ତି। ଆଚ୍ଛା, ମାନେ ସେମାନେ ମୁଖ୍ୟ ନଦୀର ସାହାଯ୍ୟ ନିଅନ୍ତି। ହଁ, ଚମ୍ବଲ, ବେତୱା ଆଉ ସୋନ ନଦୀ ହେଉଛନ୍ତି ଗଙ୍ଗା ପ୍ରଣାଳୀର ଏଇଭଳି ସବସିକ୍ୱେଣ୍ଟ ନଦୀ। ସେମାନେ ମୁଖ୍ୟ ନଦୀ ପରେ ଆସନ୍ତି ଆଉ ତାହାର ସୁବିଧା ନେଇ ବୋହିଯାଆନ୍ତି। ବୁଝିଲି। ମାନେ ଏହି ନଦୀଗୁଡ଼ିକ ପଥର କାଟିବାକୁ ଅବା ଢାଲୁ ଖୋଜିବାକୁ ଏତେ ପ୍ରକାରର କସରତ କରୁଛନ୍ତି, ସେଥିପାଇଁ ସେମାନେ ଭୂମି ଉପରେ ଭିନ୍ନ ଭିନ୍ନ ଡିଜାଇନ ତିଆରି କରନ୍ତି। ଯଦି ଆମେ ଆକାଶମାର୍ଗରୁ ଏହି ନଦୀଗୁଡ଼ିକୁ ତଳକୁ ଦେଖିବା, ତେବେ ଲାଗିବ ଯେପରି ଏହା ପ୍ରକୃତିର ଏକ ବିଶାଳ ଆର୍ଟ ଗ୍ୟାଲେରୀ। ମୁଁ ପଢ଼ୁଥିଲେ ବିଭିନ୍ନ ଡ୍ରେନେଜ ପ୍ୟାଟର୍ନ ବିଷୟରେ। ସବୁଠାରୁ ସାଧାରଣ ହେଉଛି ଡେଣ୍ଡ୍ରିଟିକ୍ ପ୍ୟାଟର୍ନ। ଏହାକୁ ଦେଖିଲେ ଠିକ୍ ଗୋଟିଏ ଗଛର ଚେର କିମ୍ବା ଗୋଟିଏ ପତ୍ରର ଶିରାପ୍ରଶିରା ଭଳି ଲାଗେ। ଏକଦମ ସଠିକ୍ କଥା। ମୁଖ୍ୟ ନଦୀ ମଝିରେ ବହୁଥିବ ଆଉ ଶହ ଶହ ଛୋଟ ବଡ଼ ଶାଖା ନଦୀ ଚାରିପଟୁ ଆସି ମିଶୁଥିବେ। ଗଙ୍ଗା ଆଉ ସିନ୍ଧୁ ନଦୀର ନକ୍ସା ମଧ୍ୟ ଏହିଭଳି। ଏମିତି କାହିଁକି ହୁଏ କହିଲେ? କାରଣ ଯେଉଁଠି ବିସ୍ତୀର୍ଣ୍ଣ ଅଞ୍ଚଳରେ ଭୂମିର ଢାଲୁ ଆଉ ପଥରର ପ୍ରକାର ପ୍ରାୟ ସମାନ ଥାଏ, ସେଠାରେ ପାଣି ସହଜରେ ଚାରିଆଡ଼ୁ ଆସି ଗୋଟିଏ ମୁଖ୍ୟ ଧାରାରେ ମିଶିବାକୁ ଚେଷ୍ଟା କରେ। ସେଥିପାଇଁ ଏହା ଗୋଟିଏ ଗଛ ଭଳି ଦେଖାଯାଏ। କିନ୍ତୁ ଭାବନ୍ତୁ ଯଦି ଢାଲୁ ବହୁତ ତୀବ୍ର ଥାଏ। ତୀବ୍ର ଢାଲୁ ଥିଲେ ମାନେ ସେଠି ଗଛର ଚେର ଭଳି ଧୀରେ ଧୀରେ ମିଶିବାକୁ ତ ସମୟ ନଥିବ। ଠିକ୍ ଧରିଲେ। ସେଠାରେ ସୃଷ୍ଟି ହୁଏ ପାରାଲେଲ ପ୍ୟାଟର୍ନ, ଯୋଉଠି ପାହାଡ଼ରୁ ସିଧାସଳଖ ପାଣି ତଳୁକୁ ଖସେ। ନଦୀଗୁଡ଼ିକ ପରସ୍ପର ସହିତ ସମାନ୍ତରାଲ ବା ପାରାଲେଲ ଭାବରେ ବହନ୍ତି। ଆମର ପଶ୍ଚିମ ଘାଟ ପର୍ବତମାଳାରୁ ବାହାରୁଥିବା ଅନେକ ଛୋଟ ନଦୀ ଏହିପରି ସିଧାସଳଖ ଆରବ ସାଗରରେ ଯାଇ ପଡ଼ନ୍ତି। ତାହେଲେ ପାହାଡ଼ର ଆକୃତି ମଧ୍ୟ ବହୁତ ଗୁରୁତ୍ୱ ରଖେ। ଯେମିତିକି ମଧ୍ୟପ୍ରଦେଶର ଅମରକଣ୍ଟକ ଅଞ୍ଚଳ। ସେଠି ଗୋଟିଏ ଉଚ୍ଚ ସ୍ଥାନରୁ ଚାରିଆଡ଼କୁ ନଦୀ ବାହାରୁଛନ୍ତି। ନର୍ମଦା ଗୋଟିଏ ଆଡ଼କୁ ଗଲା ତ ସୋନ ନଦୀ ଆଉ ଗୋଟିଏ ଆଡ଼କୁ ଗଲା। ଏହାକୁ ବୋଧହୁଏ ରେଡିଆଲ ପ୍ୟାଟର୍ନ କୁହାଯାଏ ନା, ଯେମିତି ଗୋଟିଏ ଚକ୍କର ଅକ୍ଷରୁ ସ୍ପୋକ୍ସ ବାହାରିଥାଏ। ହଁ, ଠିକ୍ ଧରିଛନ୍ତି। ଆଉ ଏହାର ସମ୍ପୂର୍ଣ୍ଣ ବିପରୀତ ଅବସ୍ଥା ମଧ୍ୟ ଦେଖିବାକୁ ମିଳେ। ଯଦି ଗୋଟିଏ ଜାଗା ବହୁତ ଖାଲୁଆ ହୋଇଥିବ ଆଉ ଚାରିପଟେ ପାହାଡ଼ ଥିବ, ତେବେ ସବୁ ଝରଣା ଏବଂ ନଦୀର ପାଣି ଆସି ସେହି ଗୋଟିଏ ସ୍ଥାନରେ ଏକାଠି ହେବ। ଏହାକୁ ସେଣ୍ଟ୍ରିପିଟାଲ ଡ୍ରେନେଜ କୁହାଯାଏ। ଏହା ତ ଶୁଣିବାକୁ ପୁରା ଆମ ଘରେ ଥିବା ୱାଶବେସିନ୍ ବା ସିଙ୍କରେ ପାଣି ନିଷ୍କାସନ ହେବା ପ୍ରକ୍ରିୟା ସହିତ ସମାନ ଲାଗୁଛି। ଚାରିଆଡ଼ୁ ପାଣି ଆସିବ ଆଉ ଗୋଟିଏ ଗାଡ଼ିଆରେ ପଡ଼ିବ। ହଁ, ଅବିକଳ ସେହିପରି। ଆମ ମଣିପୁରର ଲୋକଟାକ୍ ହ୍ରଦ ବା ଲୋକଟାକ୍ ଲେକ୍ ଏହାର ଏକ ବହୁତ ପ୍ରସିଦ୍ଧ ଉଦାହରଣ। ବର୍ଷାଦିନେ ଚାରିପଟରୁ ଆସୁଥିବା ସ୍ରୋତଗୁଡ଼ିକ ହ୍ରଦକୁ ସମ୍ପୂର୍ଣ୍ଣ ଭରି ଦିଅନ୍ତି। ଆଉ ସବୁଠାରୁ ଜଟିଳ ପ୍ୟାଟର୍ନ ହେଉଛି ଟ୍ରେଲିସ୍ ଆଉ ରେକ୍ଟାଙ୍ଗୁଲାର। ଟ୍ରେଲିସ୍ ପ୍ୟାଟର୍ନ ସେତେବେଳେ ସୃଷ୍ଟି ହୁଏ ଯେତେବେଳେ କଠିନ ଆଉ ନରମ ପଥର ଲମ୍ବା ଲମ୍ବା ଧାଡ଼ି ହୋଇ ରହିଥାଏ। ଆଚ୍ଛା, ତାହେଲେ ନଦୀଟି ନରମ ପଥର ଉପରେ ବହିବାକୁ ସହଜ ମନେ ନିଶ୍ଚୟ। ହଁ, ଆଉ ତାକୁ ସିଙ୍କ ଲାଇନ୍ସ କୁହାଯାଏ। ଆଉ ତାର ଉପନଦୀଗୁଡ଼ିକ କଠିନ ପଥରକୁ କାଟି 90 ଡିଗ୍ରୀରେ ଆସି ମିଶନ୍ତି। ହିମାଳୟ ଅଞ୍ଚଳରେ ଏଇଟା ଦେଖିବାକୁ ମିଳେ।
ଆଉ ରେକ୍ଟାଙ୍ଗୁଲାର ପ୍ୟାଟର୍ନ? ମୋର ମନେ ଅଛି ଯେ ଏହା ଫାଟ ବା ଫଲ୍ଟ ଲାଇନ୍ ସହ ଜଡ଼ିତ ଥିଲା। ମାନେ ପାଣି ଏତେ ଚାଲାକ ଯେ ସେ ଭୂମିରେ ଥିବା ଫାଟଗୁଡ଼ିକୁ ଖୋଜି ବାହାର କରେ ଆଉ ସେଇ ରାସ୍ତା ଦେଇ ହିଁ ବହିଯାଏ। ପ୍ରକୃତରେ ପାଣି ହେଉଛି ସବୁଠାରୁ ବଡ଼ ଅବସରବାଦୀ ମାନେ ଅପରଚୁନିଷ୍ଟ। ଯେଉଁଠି ଭୂମିରେ ଆୟତାକାର ଫାଟ ବା ଫଲ୍ସ ଥାଏ, ପାଣି ସେଇ ଫାଟ ଦେଇ ଗତି କରିବା ଆରମ୍ଭ କରେ, କାରଣ ତାହା ହିଁ ସବୁଠାରୁ ସହଜ ରାସ୍ତା। ଚମ୍ବଲ, କେନ୍ ଆଉ ବେତୱା ଅଞ୍ଚଳରେ ଆମେ ଏଇ ରେକ୍ଟାଙ୍ଗୁଲାର ପ୍ୟାଟର୍ନ ଦେଖିବାକୁ ପାଉ। ଏହିସବୁ ପ୍ରାକୃତିକ ନକ୍ସାଗୁଡ଼ିକ ବାସ୍ତବରେ କିପରି ବିଶାଳ ନଦୀ ପ୍ରଣାଳୀ ସୃଷ୍ଟି କରନ୍ତି, ତାହା ବୁଝିବା ପାଇଁ ଆମକୁ ଏବେ ଉତ୍ତର ଭାରତର ବିଶାଳ ନଦୀଗୁଡ଼ିକ ଆଡ଼କୁ ଯିବାକୁ ପଡ଼ିବ। ଦ ଜାଏଣ୍ଟସ୍ ଅଫ୍ ଦ ନର୍ଥ। ସିନ୍ଧୁ ବା ଇଣ୍ଡସ୍, ଗଙ୍ଗା ଆଉ ବ୍ରହ୍ମପୁତ୍ର କଥା ଚିନ୍ତା କଲେ ମନରେ ଏକ ଆଶ୍ଚର୍ଯ୍ୟ ଭାବ ଆସେ। ଏକଦମ। ସେମାନଙ୍କର ଆକାର ଆଉ ପ୍ରଭାବ ବହୁତ ବିଶାଳ। ସିନ୍ଧୁ ନଦୀର ହିସାବ ଦେଖନ୍ତୁ ନା। ଏହା ତିବ୍ବତର କୈଳାସ ପର୍ବତ ନିକଟରୁ ମାନେ ବୋଖାଡ-ଚୁ ଗ୍ଲେସିୟରରୁ ବାହାରି ଭାରତ ଓ ପାକିସ୍ତାନ ଦେଇ ଶେଷରେ ଆରବ ସାଗରରେ ମିଶେ। ଏହାର ବେସିନ୍ ସାଇଜ୍ ହେଉଛି 11,65,000 ବର୍ଗ କିଲୋମିଟର। ଏହି ସଂଖ୍ୟାଟି ଶୁଣିବାକୁ ଯେତିକି ବଡ଼, ଏହାର ପ୍ରଭାବ ମଧ୍ୟ ସେତିକି ବ୍ୟାପକ, ନୁହେଁ କି? ନିଶ୍ଚିତ ଭାବରେ। ଏହି 11.65 ଲକ୍ଷ ବର୍ଗ କିଲୋମିଟର କେବଳ ଗୋଟିଏ ପରିସଂଖ୍ୟାନ ନୁହଁ। ଏତେ ବଡ଼ ଡ୍ରେନେଜ୍ ବେସିନ୍ର ଅର୍ଥ ହେଉଛି ଏହି ନଦୀ ପ୍ରଣାଳୀ ଏକାଧିକ ଦେଶର ଜଳବାୟୁ ଏବଂ କୃଷିକୁ ନିୟନ୍ତ୍ରଣ କରେ। ଏହା ୟୁରୋପର ଅନେକ ଦେଶ ମିଶିଲେ ଯେତିକି ବଡ଼ ହେବ, ପ୍ରାୟ ସେତିକି ବିଶାଳ ଅଞ୍ଚଳକୁ ନିଜର ଜଳ ଯୋଗାଣ କରେ। ସତରେ, ତାହେଲେ ଆମ ଭାରତ ପାଇଁ ବି ଏହାର ମହତ୍ତ୍ୱ ବହୁତ ଅଧିକ ଥିବ। ହଁ, ଆମ ପାଇଁ ଏହାର ଉପନଦୀଗୁଡ଼ିକର ମହତ୍ତ୍ୱ ବହୁତ ଅଧିକ। ଉଦାହରଣ ସ୍ୱରୂପ, ଝେଲମ ନଦୀ କିପରି କାଶ୍ମୀରର ଉଲାର ବା ଭୁଲାର ହ୍ରଦ ଦେଇ ଯାଏ ଏବଂ କାଶ୍ମୀରର ଉପତ୍ୟକାକୁ ସବୁଜ ରଖେ, ତାହା ଭୌଗୋଳିକ ଆଉ ସାଂସ୍କୃତିକ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଠିକ୍ ସେହିପରି ଗଙ୍ଗା ନଦୀର ଗାଥା ମଧ୍ୟ ମହାନ। ଏହା ଉତ୍ତରାଖଣ୍ଡର ଗଙ୍ଗୋତ୍ରୀ ଗ୍ଲେସିୟରର ବାହାରି ଭାଗୀରଥୀ ଓ ଅଳକାନନ୍ଦା ନାମରେ ଦେବପ୍ରୟାଗରେ ମିଶେ ଆଉ ତାପରେ ଗଙ୍ଗା ନାମ ନେଇ 2525 କିଲୋମିଟର ରାସ୍ତା ଅତିକ୍ରମ କରେ। ଗଙ୍ଗାର ଅନେକ ଉପନଦୀ ଅଛନ୍ତି, କିଏ ଡାହାଣ ପଟୁ ତ କିଏ ବାମ ପଟୁ ଆସି ମିଶନ୍ତି। କିନ୍ତୁ ଗଙ୍ଗାର ବାମ ତଟରେ ମିଶୁଥିବା କୋଶୀ ନଦୀ କଥା ସବୁଠାରୁ ଭିନ୍ନ। ହଁ, କୋଶୀ ନଦୀ କଥା ଟିକେ ନିଆରା। କୋଶୀକୁ ତ ବିହାରର ଦୁଃଖ ବା ସରୋଫ ବିହାର କୁହାଯାଏ। କିନ୍ତୁ ମୁଁ ସବୁବେଳେ ଭାବେ, କୋଶୀ ନଦୀ କାହିଁକି ଏତେ ଭୟଙ୍କର ବନ୍ୟା ସୃଷ୍ଟି କରେ? କ'ଣ ଏହାର ପାଣି ବହୁତ ଅଧିକ, ନା ଏହା ପଛରେ କିଛି ଅନ୍ୟ ଭୌଗୋଳିକ କାରଣ ଲୁଚି ରହିଛି? ଏହାର କାରଣ ହେଉଛି କୋଶୀର ଆଣ୍ଟିସିଡେଣ୍ଟ ପ୍ରକୃତି ଆଉ ଏହାର ଭୌଗୋଳିକ ଅବସ୍ଥିତି। ଆମେ ଯେମିତି ପ୍ରଥମରୁ ଆଲୋଚନା କଲେ, ଆଣ୍ଟିସିଡେଣ୍ଟ ନଦୀଗୁଡ଼ିକ ବହୁତ ଉଚ୍ଚରୁ ପାହାଡ଼ କାଟି ଆସନ୍ତି। ଆଚ୍ଛା, ତାମାନେ କୋଶୀ ବି ବହୁତ ଉପରୁ ଆସୁଛି। ଏକଦମ। କୋଶୀ ନେପାଳର ଉଚ୍ଚ ହିମାଳୟ ଏବଂ ତିବ୍ବତ ଅଞ୍ଚଳରୁ ବାହାରି ଅତି ବେଗରେ ତଳକୁ ଖସି ଆସେ। ଉଚ୍ଚ ପାହାଡ଼ରୁ ଆସୁଥିବାରୁ ଏହା ନିଜ ଜଳସ୍ରୋତ ସହ ପ୍ରଚୁର ପରିମାଣରେ ବଡ଼ ବଡ଼ ପଥର, ବାଲି ଆଉ ମାଟି, ଯାହାକୁ ଆମେ ସେଡିମେଣ୍ଟସ୍ କହୁ, ସେସବୁ ସାଥିରେ ଧରି ଆସେ। ଏବେ ଚିନ୍ତା କରନ୍ତୁ, ଯେତେବେଳେ ଏହି ଅତି ବେଗଗାମୀ ନଦୀଟି ହଠାତ୍ ବିହାରର ସମତଳ ଅଞ୍ଚଳରେ ପହଞ୍ଚେ, ସେତେବେଳେ କ'ଣ ହୁଏ? ମୋର ଅନୁମାନ ହେଉଛି, ମାନେ ସମତଳ ଅଞ୍ଚଳରେ ପହଞ୍ଚିବା ମାତ୍ରେ ତାର ବେଗ କମି ଯାଉଥିବ, ଆଉ ବେଗ କମିଲେ ସେ ଯେଉଁ ଏତେ ସବୁ ଓଜନିଆ ବାଲି ଆଉ ମାଟି ଧରି ଆସିଥିଲା, ସେସବୁ ଆଉ ଆଗକୁ ନେଇପାରିବ ନାହିଁ। ମାନେ ନିଜେ ଆଣିଥିବା ମାଟିରେ ନିଜେ ଫସି ଯାଉଥିବ ବୋଧେ? ସମ୍ପୂର୍ଣ୍ଣ ସଠିକ୍। ଆପଣ ଠିକ୍ ଧରିଛନ୍ତି। ସେହିସବୁ ମାଟି ଆଉ ବାଲି ଜମା ହୋଇଯାଏ, ଯାହାଫଳରେ ନଦୀର ସ୍ୱାଭାବିକ ରାସ୍ତା ବନ୍ଦ ହୋଇଯାଏ ଆଉ ଏକ ପ୍ରାକୃତିକ ବନ୍ଧ ବା ଡ୍ୟାମ୍ ସୃଷ୍ଟି ହୁଏ। ବାଧ୍ୟ ହୋଇ ନଦୀଟି ନିଜର ଗତିପଥ ବା କୋର୍ସ ହଠାତ୍ ବଦଳାଇ ଦିଏ, ଆଉ ନଦୀ ହଠାତ୍ ଅନ୍ୟ ଆଡ଼କୁ ମାଳିଯିବା କାରଣରୁ ବିହାରରେ ଅଚାନକ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରେ। ଭାବରେ, ମାନେ ପାଣିର ବେଗ କମିବା ହିଁ ବନ୍ୟାର ମୁଖ୍ୟ କାରଣ। ଏହା ପ୍ରକୃତରେ ଏକ ବିଡ଼ମ୍ବନା। ହଁ, ପ୍ରକୃତିର ଖେଳ ହିଁ ଏମିତି। ଶୁଷ୍କ ଅଞ୍ଚଳରେ ଏହା ପ୍ରାୟ 1200 କିଲୋମିଟର ପର୍ଯ୍ୟନ୍ତ ହିମାଳୟ ସହ ସମାନ୍ତରାଳ ବହେ। କିନ୍ତୁ ତାପରେ ଏହା ନାମଚା ବାରୱା ପାଖରେ ଗୋଟିଏ ବିରାଟ ୟୁ-ଟର୍ଣ୍ଣ ନେଇ ହଠାତ୍ ଭାରତର ଅରୁଣାଚଳ ପ୍ରଦେଶରେ ପ୍ରବେଶ କରେ। ଏହି ହଠାତ୍ ୟୁ-ଟର୍ଣ୍ଣ ନେବାର କାରଣ କ'ଣ କହିଲେ? ଏହା ପଛରେ ଥିବା କାରଣ ହେଉଛି ହିମାଳୟର ସଂରଚନା। ନାମଚା ଭରୱା ପାଖରେ ହିମାଳୟ ପର୍ବତମାଳା ହଠାତ୍ ଦକ୍ଷିଣ ଆଡ଼କୁ ବଙ୍କି ଯାଇଛି, ଯାହାକୁ ଆମେ ସିଣ୍ଟାକ୍ସିଆଲ ବେଣ୍ଡ କହୁ। ବ୍ରହ୍ମପୁତ୍ର ନଦୀ ସେହି ବଙ୍କା ରାସ୍ତାକୁ ଅନୁସରଣ କରି ଏକ ବିରାଟ ଓ ଗଭୀର ଗଡ଼ କାଟି ଅରୁଣାଚଳ ପ୍ରଦେଶରେ ପଶେ।
ସେଠାରେ ଏହାକୁ ସିଆନ୍ ବା ଦିହାଂ କୁହାଯାଏ। ଆଚ୍ଛା, ସେଠାରେ ଏହାର ନାମ ବଦଳିଯାଏ? ହଁ, ଆଉ ଯେତେବେଳେ ଆସାମ ଉପତ୍ୟକାରେ ଏଥିରେ ଦିବାଙ୍ଗ ଏବଂ ଲୋହିତ ଭଳି ଉପନଦୀ ଆସି ମିଶନ୍ତି ନା, ତାପରେ ଯାଇ ଏହି ବିଶାଳାକାୟ ଜଳରାଶିକୁ ଆମେ ବ୍ରହ୍ମପୁତ୍ର ନାମରେ ଜାଣୁ। ଓହୋ, ଏବେ ବୁଝିଲି। ତେବେ ଯଦି ଆମେ ଏହି ଉତ୍ତରର ବରଫପୁଷ୍ଟ ନଦୀଗୁଡ଼ିକୁ ମାନେ ପେରିନିୟଲ ରିଭର୍ସଗୁଡ଼ିକୁ ଛାଡ଼ି ଦକ୍ଷିଣ ଭାରତ ଆଡ଼କୁ ଦୃଷ୍ଟି ପକାଇବା, ତେବେ ଆମର ଏହି ପ୍ରାୟଦ୍ୱୀପୀୟ ନଦୀ ପ୍ରଣାଳୀର ବା ପେନିନସୁଲାର ରିଭର୍ସର ଏକ ସମ୍ପୂର୍ଣ୍ଣ ଭିନ୍ନ ରୂପ ଆମକୁ ଦେଖିବାକୁ ମିଳେ। ଏକଦମ। ସେମାନଙ୍କର ପ୍ରକୃତି ସମ୍ପୂର୍ଣ୍ଣ ଅଲଗା। ହିମାଳୟର ନଦୀଗୁଡ଼ିକ ତୁଳନାରେ ଏମାନେ ବହୁତ ପୁରାତନ ଆଉ ମୁଖ୍ୟତଃ କେବଳ ବର୍ଷା ଜଳ ଉପରେ ନିର୍ଭରଶୀଳ, ମାନେ ରେନ୍ଫେଡ୍। ସେଥିପାଇଁ ବୋଧ ହୁଏ ଖରାଦିନେ ଏଗୁଡ଼ିକୁ ଶୁଖିଲା ପଡ଼ିଯାଆନ୍ତି। ହଁ, ଆପଣ ଠିକ୍ କହିଲେ। ଆଉ ଏହି ପ୍ରାୟଦ୍ୱୀପୀୟ ନଦୀଗୁଡ଼ିକୁ ଆମେ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରି ବୁଝିପାରିବା। ପଶ୍ଚିମ ଆଡ଼କୁ ବହୁଥିବା ନଦୀ ଆଉ ପୂର୍ବ ଆଡ଼କୁ ବହୁଥିବା ନଦୀ। ପଶ୍ଚିମକୁ ବହୁଥିବା ନଦୀଗୁଡ଼ିକ ଭିତରେ ନର୍ମଦା ହେଉଛି ସବୁଠୁ ପ୍ରମୁଖ। ନର୍ମଦା ମଧ୍ୟପ୍ରଦେଶର ଅମରକଣ୍ଟକ ମାଳଭୂମିରୁ ବାହାରି ଖମ୍ବାତ ଉପସାଗରରେ ବା ଗଲ୍ଫ ଅଫ୍ ଖମ୍ବାତରେ ମିଶେ। ଆଉ ଏକ ମଜାଦାର କଥା ଜାଣିଛନ୍ତି ତ? ନର୍ମଦା ଏକ ରିଫ୍ଟ ଭ୍ୟାଲି ବା ଗ୍ରାବେନ୍ ଦେଇ ବହେ, ବିନ୍ଧ୍ୟ ଏବଂ ସାତପୁରା ପର୍ବତମାଳା ମଧ୍ୟରେ ଥିବା ଏକ ଫାଟ ଦେଇ। ଏହି ବିଶେଷତା ଯୋଗୁଁ ହିଁ ଏହାକୁ ମଧ୍ୟପ୍ରଦେଶର ଜୀବନରେଖା କୁହାଯାଏ। ବହୁତ ସଠିକ୍ ତଥ୍ୟ। ଏହା ବ୍ୟତୀତ କର୍ଣ୍ଣାଟକର ଶରାବତୀ ନଦୀ ମଧ୍ୟ ଅଛି, ଯେଉଁଥିରେ ଆମ ଭାରତର ପ୍ରସିଦ୍ଧ ଯୋଗ ଫଲ୍ସ ରହିଛି, ଏବଂ ଗୋଆର ମାଣ୍ଡବୀ ନଦୀ ମଧ୍ୟ ପଶ୍ଚିମକୁ ହିଁ ବହନ୍ତି। କିନ୍ତୁ ଏବେ ଏଇଠି ମୋ ମନରେ ଗୋଟେ ବହୁତ ବଡ଼ ସନ୍ଦେହ ଆସୁଛି। ଏଇଟା ମୋତେ ସବୁବେଳେ ଆଶ୍ଚର୍ଯ୍ୟ କରେ। ଆଚ୍ଛା, ସେଇ ସନ୍ଦେହଟି କ'ଣ କୁହନ୍ତୁ? ଦେଖନ୍ତୁ, ଯଦି ଆମେ ପୂର୍ବ ଆଡ଼କୁ ବହୁଥିବା ବିଶାଳ ନଦୀଗୁଡ଼ିକୁ ଦେଖିବା, ଉଦାହରଣ ସ୍ୱରୂପ ଗୋଦାବରୀ, ଯାହାକୁ ଆମେ ବୃଦ୍ଧ ଗଙ୍ଗା ବା ଦକ୍ଷିଣ ଗଙ୍ଗା କହୁ, ଆଉ ଯାହା 1465 କିଲୋମିଟର ଲମ୍ବା, ହଁ, କିମ୍ବା କୃଷ୍ଣା ନଦୀ, ଯାହା ମହାରାଷ୍ଟ୍ରର ମହାବଳେଶ୍ୱରରୁ ଉତ୍ପନ୍ନ ହୁଏ, ଏହି ଦୁଇଟି ଯାକ ନଦୀ ଏବଂ ଆହୁରି ଅନେକ ପ୍ରାୟଦ୍ୱୀପୀୟ ନଦୀଗୁଡ଼ିକ ପଶ୍ଚିମ ଘାଟ ପର୍ବତମାଳାରୁ ବାହାରୁଛନ୍ତି, ମାନେ ୱେଷ୍ଟର୍ଣ୍ଣ ଘାଟ୍ସରୁ। ଆରବ ସାଗର ତାଙ୍କ ପାଖରୁ ବହୁତ ପାଖରେ ଅଛି, ମାତ୍ର କିଛି କିଲୋମିଟର ଦୂରରେ। ତଥାପି ସେଗୁଡ଼ିକ ପଶ୍ଚିମକୁ ନ ଯାଇ ସମ୍ପୂର୍ଣ୍ଣ ଭାରତର ଓସାରାକୁ ଅତିକ୍ରମ କରି ହଜାର ହଜାର କିଲୋମିଟର ଦୂର ପୂର୍ବ ଆଡ଼କୁ, ମାନେ ବଙ୍ଗୋପସାଗରକୁ କାହିଁକି ବହନ୍ତି? ସେମାନେ ତ ସହଜରେ ପଶ୍ଚିମ ଆଡ଼କୁ ଖସି ଯାଇପାରନ୍ତି। ଏ ପ୍ରଶ୍ନଟି ଆମକୁ ଭାରତୀୟ ଭୂଖଣ୍ଡର ସମ୍ପୂର୍ଣ୍ଣ ଭୌଗୋଳିକ ଢାଞ୍ଚା ବୁଝିବାରେ ବହୁତ ସାହାଯ୍ୟ କରେ। ଏହାର ଉତ୍ତର ନା ଆମ ଇଣ୍ଡିଆନ୍ ପ୍ଲେଟ୍ ବା ଇଣ୍ଡିଆନ୍ ପ୍ଲେଟ୍ର ଗଠନରେ ଲୁଚି ରହିଛି। ଇଣ୍ଡିଆନ୍ ପ୍ଲେଟ୍ର ଗଠନରେ? ହଁ, ଯେତେବେଳେ ଇଣ୍ଡିଆନ୍ ପ୍ଲେଟ୍ ଏସିଆନ୍ ପ୍ଲେଟ୍ ସହ ଧକ୍କା ହେଲା, ସେତେବେଳେ ଭାରତର ପଶ୍ଚିମ ଭାଗ ଅର୍ଥାତ୍ ଆମ ପଶ୍ଚିମ ଘାଟ ଅଞ୍ଚଳ ଟିକେ ଉପରକୁ ଉଠିଗଲା। ଏହାର ଅର୍ଥ ହେଲା ସମ୍ପୂର୍ଣ୍ଣ ପ୍ରାୟଦ୍ୱୀପୀୟ ମାଳଭୂମିର ବା ପେନିନସୁଲାର ପ୍ଲାଟୋର ଏକ ସାଧାରଣ ଢାଲୁ ଉତ୍ତର ପଶ୍ଚିମରୁ ଦକ୍ଷିଣ ପୂର୍ବ ଆଡ଼କୁ ରହିଗଲା। ଓହୋ, ମାନେ ପଶ୍ଚିମ ଘାଟ ହେଲା ଗୋଟେ ଉଚ୍ଚା କାନ୍ଥ ଭଳି, ଆଉ ପୁରା ମାଳଭୂମିଟି ବଙ୍ଗୋପସାଗର ଆଡ଼କୁ ଢଳି କରି ରହିଛି। ଏକଦମ ଠିକ୍ ବୁଝିଲେ। ଆଉ ଯେହେତୁ ପାଣି ସବୁବେଳେ ମାଧ୍ୟାକର୍ଷଣ ଯୋଗୁଁ ଢାଲୁ ଆଡ଼କୁ ହିଁ ଗତି କରେ, ତେଣୁ ନଦୀଗୁଡ଼ିକ ଆରବ ସାଗର ପାଖରେ ଥିଲେ ମଧ୍ୟ ସେ ଆଡ଼କୁ ଯାଇପାରନ୍ତି ନାହିଁ। ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପୂର୍ବ ଘାଟ ପର୍ବତମାଳା ବା ଇଷ୍ଟର୍ଣ୍ଣ ଘାଟ୍ସ ଖଣ୍ଡିତ ଅବସ୍ଥାରେ ଅଛି। ସେଗୁଡ଼ିକ ପଶ୍ଚିମ ଘାଟ ଭଳି କ୍ରମାଗତ ନୁହନ୍ତି। ଆଚ୍ଛା, ମାନେ ସେଥିରେ ଫାଙ୍କା ଜାଗା ଅଛି? ହଁ, ସେଥିପାଇଁ ଗୋଦାବରୀ, କୃଷ୍ଣା ଆଉ କାଭେରୀ ଭଳି ନଦୀଗୁଡ଼ିକ ସେଇ ଖାଲି ସ୍ଥାନ ଦେଇ ସହଜରେ ବଙ୍ଗୋପସାଗରରେ ପଡ଼ନ୍ତି। ଆମ ଓଡ଼ିଶାର ଛତିଶଗଡ଼ର ସିହାବା ନିକଟରୁ ବାହାରୁଥିବା ମହାନଦୀ ମଧ୍ୟ ଏହି ପୂର୍ବଗାମୀ ନଦୀ ପ୍ରଣାଳୀର ଏକ ପ୍ରମୁଖ ଅଂଶ। ସତରେ, ପ୍ରକୃତିର ନିୟମ କେତେ ସରଳ ଅଥଚ କେତେ ଶକ୍ତିଶାଳୀ। ମାଧ୍ୟାକର୍ଷଣ ଆଉ ପ୍ଲେଟ୍ ଟେକ୍ଟୋନିକ୍ସର ଢାଳୁ ଏତେ ବଡ଼ ବଡ଼ ନଦୀର ଦିଗ ନିର୍ଦ୍ଧାରଣ କରିଦେଲେ। ଅନେକ ପ୍ରମୁଖ ସହର ନଦୀକୂଳରେ ହିଁ ଅବସ୍ଥିତ, ଯେପରିକି ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଗୋମତୀ ନଦୀ କୂଳରେ ଅବସ୍ଥିତ। ପ୍ରଭୁ ଶ୍ରୀରାମଙ୍କ ଅଯୋଧ୍ୟା ସରଜୁ ନଦୀ କୂଳରେ ଅଛି, ଯାହାକୁ ଘାଘରା ନଦୀର ତଳଭାଗ ବି କୁହାଯାଏ। ଆମ ଓଡ଼ିଶାର ଐତିହାସିକ ସହର କଟକ ମହାନଦୀ କୂଳରେ ଗଢ଼ି ଉଠିଛି, ଆଉ ବିଶ୍ୱପ୍ରସିଦ୍ଧ ତାଜମହଲ ଥିବା ଆଗ୍ରା ଏବଂ ଆମ ଭାରତର ରାଜଧାନୀ ନୂଆଦିଲ୍ଲୀ ଉଭୟ ଯମୁନା ନଦୀ କୂଳରେ ହିଁ ଅବସ୍ଥିତ। ଏଠି ସବୁଠାରୁ ଆକର୍ଷଣୀୟ କଥା ଜାଣିଛନ୍ତି ତ, ନଦୀଗୁଡ଼ିକ କେବଳ ପିଇବା ପାଣି ଯୋଗାନ୍ତି ନାହିଁ, ସେଗୁଡ଼ିକ ହେଉଛନ୍ତି ମାନବ ସଭ୍ୟତା, ଅର୍ଥନୀତି ଓ ସଂସ୍କୃତିର ମୂଳଦୁଆ। ଆଗରୁ ଯୋଗାଯୋଗ ଏବଂ ବାଣିଜ୍ୟ ପାଇଁ ନଦୀ ହିଁ ଏକମାତ୍ର ମୁଖ୍ୟ ପଥ ଥିଲା। ଏବେ ବି ଏହାର ଅର୍ଥନୀତିକ ଗୁରୁତ୍ୱ କମି ନାହିଁ।
ହଁ, ବନ୍ଦରଗୁଡ଼ିକ ପାଇଁ ବି ଏହା ବହୁତ ଗୁରୁତ୍ୱପୂର୍ଣ୍ଣ। ଏକଦମ। ହୁଗୁଳି ବା ହୁଗ୍ଳି ନଦୀର ଉଦାହରଣ ହିଁ ନିଅନ୍ତୁ। ଏହା ଗଙ୍ଗାର ଏକ ବିତରିକା ବା ଡିଷ୍ଟ୍ରିବ୍ୟୁଟରୀ, ଅର୍ଥାତ୍ ଏହା ମୁଖ୍ୟ ନଦୀରେ ମିଶେ ନାହିଁ, ବରଂ ଫରକ୍କା ବ୍ୟାରେଜ୍ଠାରୁ ମୁଖ୍ୟ ଗଙ୍ଗାରୁ ଅଲଗା ହୋଇ ବହିଯାଏ। କିନ୍ତୁ ଏହି ହୁଗ୍ଳି ନଦୀ ଉପରେ ହିଁ କଲକାତା ବନ୍ଦର ବା କଲକାତା ପୋର୍ଟ ଅବସ୍ଥିତ। ଭାରତର ପୂର୍ବାଞ୍ଚଳ ଅର୍ଥନୀତି ପାଇଁ ଏହି ବନ୍ଦର କେତେ ଗୁରୁତ୍ୱପୂର୍ଣ୍ଣ ତାହା ଆମେ ସମସ୍ତେ ଜାଣୁ। ଠିକ୍ କହିଲେ। ଏହାଛଡ଼ା ଜଳସେଚନ, ବିଦ୍ୟୁତ୍ ଉତ୍ପାଦନ ଭଳି ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା, ଯେପରିକି ନର୍ମଦା ଉପରେ ସର୍ଦ୍ଦାର ସରୋବର ଡ୍ୟାମ୍ ବା କୃଷ୍ଣା ନଦୀ ଉପରେ ଥିବା ଶ୍ରୀଶୈଲମ୍ ଡ୍ୟାମ୍, ଏସବୁ ମଧ୍ୟ ନଦୀ ଉପରେ ହିଁ ନିର୍ଭର କରେ। ତାହେଲେ ଆଜିର ଏହି ଆଲୋଚନାକୁ ଯଦି ଆମେ ଗୋଟିଏ ସୂତାରେ ବାନ୍ଧିବା, ତେବେ ଏହା ସ୍ପଷ୍ଟ ଯେ ନଦୀଗୁଡ଼ିକର ଏହି ଡ୍ରେନେଜ୍ ପ୍ୟାଟର୍ନ, ହଁ, ସେ ଯେକୌଣସି ପ୍ୟାଟର୍ନ ହେଉନା କାହିଁକି, ହଁ, ସେ ଗଛର ଚେର ଭଳି ଦିଶୁଥିବା ଡେଣ୍ଡ୍ରିଟିକ୍ ହେଉ କିମ୍ବା ଆୟତାକାର ଫଲ୍ଟ ଦେଇ ଯାଉଥିବା ରେକ୍ଟାଙ୍ଗୁଲାର ହେଉ, ସେ ପାହାଡ଼ କାଟୁଥିବା ଆଣ୍ଟିସିଡେଣ୍ଟ ହେଉ କିମ୍ବା ଢାଳୁ ଅନୁସାରେ ଯାଉଥିବା କନ୍ସିକ୍ୱେଣ୍ଟ ହେଉ, ଏଗୁଡ଼ିକୁ ଜାଣିବା ଦ୍ୱାରା ଆମେ ଭାରତର ସମ୍ପୂର୍ଣ୍ଣ ଭୌଗୋଳିକ ଇତିହାସକୁ ସହଜରେ ବୁଝିପାରୁଛୁ। ଭୂମି କେମିତି ଗଢ଼ା ହୋଇଛି, ପଥର କେତେ କଠିନ, ଆଉ ମାଧ୍ୟାକର୍ଷଣ ତାର କାମ କେମିତି କରୁଛି, ଏସବୁ ସେହି ପାଣିର ଧାରାରୁ ହିଁ ଜଣାପଡ଼େ। ଏଥିରେ କୌଣସି ସନ୍ଦେହ ନାହିଁ। ସେଥିପାଇଁ ହିଁ ନଦୀଗୁଡ଼ିକୁ ପ୍ରକୃତିର ସବୁଠାର ସଚ୍ଚୋଟ ଇତିହାସକାର ବୋଲି କୁହାଯାଏ। ସେମାନେ କେବଳ ପାଣି ନେଇକି ଯାଆନ୍ତି ନାହିଁ, ସେମାନେ ନିଜ ନକ୍ସାରେ ହଜାର ହଜାର ବର୍ଷର ଟେକ୍ଟୋନିକ୍ ପରିବର୍ତ୍ତନକୁ ମଧ୍ୟ ଲିପିବଦ୍ଧ କରି ରଖିଥାନ୍ତି।